ହଁ ଠିକ ଠିକ। ବିଶ୍ୱ ଯାକ ହଉଛି କାହିଁକି? ଆମ କର୍ମ ଯୋଗୁଁ କଣ ବିଶ୍ୱ ମରିବ? ତା ମାନେ ବିଶ୍ୱରେ ଗୋଟେ ପରିବର୍ତ୍ତନ ଆଣିବା ପାଇଁ ଭଗବାନ ଚାହୁଁଛି। ଏଇ ହଉଛି କଥାଟା, ସାର ସତ୍ୟ ଏଇଟା। ତେଣୁ ଆମେ ଦାୟୀ ନୁହଁ। ଇୟା ହଉଛି ସାର ସତ୍ୟ। ହଁ ନାଇଁ ଆମର ଭୂମିକା ରହୁଛି ବା, ନାଇଁ ଶୁଣନ୍ତୁ, କିଛି ଭୂମିକା ନାହିଁ ମୋ କଥା। ଆମର ରହୁଛି ସେଇଟା ଆସିବ। ନାଇଁ ଆପଣ ଗୋଟେ ମୋ ଗୁରୁଙ୍କ ସାଙ୍ଗରେ ଏବେ ମୋର ଏଇ ଯୋଉ କଥାବାର୍ତ୍ତା ହେଇଥିଲା, ସେ ଅଡିଓ ଟାକୁ ଲମ୍ବା ହେଇଯାଇଛି। କିଏ? ଶ୍ରଦ୍ଧାନନ୍ଦ। ହଁ ଆମେ ଏ ବିଷୟରେ ବହୁତ ଗଭୀର ଭାବେ ଆଲୋଚନା କରିଛୁ, ଆଜ୍ଞା ବହୁତ ଗଭୀର ସ୍ତରକୁ ଯାଇକି। କାରଣ ତାଙ୍କର ମୋର ଯେତେବେଳେ ଧ୍ୟାନ ମାର୍ଗରେ ଆଲୋଚନା ହୁଏ ବା ଧ୍ୟାନରେ ବସୁ ରାତିରେ, ବହୁତ ଉପରକୁ ଯାଇକିରି କଥା ସଂଗ୍ରହ ହେଇକି ମୋ ଗୁରୁ ମତେ କହନ୍ତି। ବହୁତ ଉପରକୁ ଯାଆନ୍ତି ସିଏ। ଆଚ୍ଛା, ସେଥିରେ ଆମର ସେ ମତେ ପଚାରନ୍ତି, ମୁଁ ଯେମିତି ଆପଣଙ୍କର ମୋର, ଆମ ଗୁରୁ ଶିଷ୍ୟ ଆମେ ସେଇଆ। ଶ୍ରଦ୍ଧାନନ୍ଦଙ୍କର ମୋର ଅତି ଆତ୍ମୀୟ। ସେ ରେକର୍ଡ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ସେଇଭଳିଆ କଥାବାର୍ତ୍ତା ଆମର। ସେଠି ସେ କହିଲେ ଯେ ସବୁରି ଭିତରେ ତ ଜଣେ ପାପ କରୁଛି କି ପୁଣ୍ୟ କରୁଛି କି? ସବୁରି ଭିତରେ ତ ଜଣେ ନା। ସେଇଟା ଭୁଲ। ତେଣୁ ପ୍ରଭୁ ଯଦି ସବୁରି ଭିତରେ ଅଛନ୍ତି, ଆମେ ଦାୟୀ କାହାକୁ କରିବୁ? କାହିଁକି କରିବୁ? ତେଣୁ ଗୋଟିଏ କଥା ହେଲା, ନିରବତାର ସହିତ ଈଶ୍ୱରଙ୍କର ଏହା ଲୀଳା, ତାକୁ ଅନୁଭବ କରନ୍ତୁ। ଆପଣ ଜନ୍ମ ମୃତ୍ୟୁ ଲୀଳାରେ ପଡିଛନ୍ତି। ଜନ୍ମ ହେଲେ ଯନ୍ତ୍ରଣା, ମଲେ ଆନନ୍ଦ। ସଇଲା। ସବୁ ସମସ୍ୟାର ମୂଳ କାରଣ ହେଲା ଜନ୍ମ। ସବୁ ସମସ୍ୟାର ସମାଧାନ ହେଲା ମୃତ୍ୟୁ। ସଇଲା। ତେଣୁ ଇଏ ତ ଜନ୍ମ ମୃତ୍ୟୁ ଚକ୍ର ମାନେ ଈଶ୍ୱରଙ୍କ ଲୀଳା। ଜନ୍ମ ଯିଏ କରିଛି, ମାରୁଛି ସିଏ। ଏ ତ ତାର ଲୀଳା। ରାତି ସେଇ କରୁଛି, ଦିନ ସେଇ କରୁଛି, ବର୍ଷା ସିଏ କରୁଛି, ଖରା ସିଏ କରୁଛି। ବାତ୍ୟାରେ ଘର ଯିଏ ଭାଙ୍ଗିଲା, ପୁଣି ସେ କାଠ ବାଉଁଶ କୋଉଠି ଯୋଗେଇକି ତା ଘର କରେଇଦେଲା। ସବୁ ସେଇ। ଯିଏ ରାଜମିସ୍ତ୍ରୀ, ସେଇ ଇଞ୍ଜିନିୟର, ଯିଏ ବ୍ରାହ୍ମଣ ପୂଜା କରୁଛନ୍ତି, ସେଇ ମଧ୍ୟ ଯଜମାନ, ସେଇ ମଧ୍ୟ ପୁରୋହିତ। ଜଣେ ସବୁରି ଭିତରେ। ତେଣୁ କିଏ କାହାର? ଏଇଟା ହଉଛି ଧାର୍ମିକ କଥା, ଆଧ୍ୟାତ୍ମିକ ଜଗତର କଥା। ତେଣୁ ଏଥିରେ ବ୍ୟସ୍ତ ନହୋଇ, ନିଜକୁ ଦାୟୀ ନ କରି, ଆମକୁ କଣ କରିବାକୁ ହବ ବିଚାର କରିବାର ଅଛି। କଣ କରିବାକୁ ହବ? ନା ସତ୍ୟକୁ ପାଳନ କରୁନଥିବା ବ୍ୟକ୍ତି ଦୋଷଗ୍ରସ୍ତ ହୁଏ। ଏବଂ ସତ୍ୟ କଣ? ନା ସତ୍ୟ ହଉଛି ଈଶ୍ୱର ଥିଲେ, ଅଛନ୍ତି, ରହିବେ, ମୁଁ ମିଥ୍ୟା। ଜଗତଟା ମିଥ୍ୟା। କାଲି ଗୋଟେ ପ୍ରକାର ଥିଲା, ଆଜି ଗୋଟେ ପ୍ରକାର ହେଲା, ଆସନ୍ତା କାଲି ଆଉ ଗୋଟେ ପ୍ରକାର ହବ। ବର୍ତ୍ତମାନ ଦେଖନ୍ତୁ, ଗୁଳି ଗୁଳା ହଉଛି, ଯାହା ଥିଲା ସବୁ ଭାଙ୍ଗୁଛି, ପୁଣି ନୂଆ ତିଆରି ହବ। ଏଗୁଡା ସୃଷ୍ଟିର ନିୟମ। ଗଢା ହବ, ଭଙ୍ଗା ହବ, ସୃଷ୍ଟିର ନିୟମ। ତେଣୁ ସୃଷ୍ଟି ହଉଛି କ୍ଷୟଶୀଳ। ଯାହା କ୍ଷୟଶୀଳ ତାହା ହିଁ ମାୟା। ଏବଂ ଯାହା ମାୟା, ତା ଦେହରୁ ମୁକ୍ତ ହବା ହଉଛି ସାଧକର ମୂଳ କାମ। ମାୟାଟା କଣ? ନା ଅନିତ୍ୟ। କଣ? ନା ଯାହା ଅଛି କିନ୍ତୁ ରହିବନି, ତାହା ହଉଛି ଅନିତ୍ୟ। କଣ ଅଛି? ଏ ଦେହ ଯୌବନ ଅଛି, ରହିବନି। ବଳ ଅଛି, ରହିବନି। ଜ୍ଞାନ ଅଛି, ରହିବନି। ଧନ ଅଛି, ରହିବନି। ଏ ଯାହା ଅଛି ରହିବନି। କଣ ରହିବ? ନା ମା ଗର୍ଭରୁ ଯିଏ ତମକୁ ସାଙ୍ଗରେ ଆଣିକି ଏଠିକି ଆଇଛି, ସେଇ ସାଙ୍ଗରେ ନେଲା ଯାଏ ରହିବ। ତାରି ସହିତ ବନ୍ଧୁତ୍ବ କର। କଥାଟା ଏତିକି, ଆଉ ସବୁ ମିଥ୍ୟା। ବୁଝିଲେ ତ? ଇଏ ହଉଛି ଗୁରୁବାଣୀ। ଏଇ ଗୁରୁବାଣୀଟା କୁ ଆମେ ପାଳନ କରିବାକୁ ହବ। ଧର୍ମର ପ୍ରତିଷ୍ଠା ହୁଏ ନାହିଁ। ଧର୍ମ ଗୋଟେ ମୂର୍ତ୍ତି ନୁହେଁ। ଧର୍ମକୁ ପାଳନ କରିବା ହଉଛି ପ୍ରତିଷ୍ଠା। ଆପଣ ମନ୍ଦିର କଲେ ପ୍ରତିଷ୍ଠା ହବ, ଗୃହ କଲେ ପ୍ରତିଷ୍ଠା ହବ, ମୂର୍ତ୍ତି କଲେ ପ୍ରତିଷ୍ଠା ହବ। କିନ୍ତୁ ଧର୍ମକୁ ପ୍ରତିଷ୍ଠା କଣ କରିବେ? ଧର୍ମକୁ ପାଳନ କଲେ ପ୍ରତିଷ୍ଠା ହୁଏ ନା। ତେଣୁ ଧର୍ମ କଣ? ନା ଯାହା ଅକରଣୀୟ ତାହା ନ କରିବା ହଉଛି ଧର୍ମ। ଅନ୍ୟର ଅନିଷ୍ଟ ନ କରିବା ଧର୍ମ। ଅନ୍ୟକୁ ଦାନ କରିବା ଧର୍ମ ନୁହେଁ। ଅନ୍ୟର ଅନିଷ୍ଟ ନ କରିବା ଧର୍ମ। ଅନ୍ୟକୁ ଦାନ କରିବାଟା ବହୁତ କଥା, ଅଧିକ କଥାଟା। ଆପଣ ଦାନ ନ କରନ୍ତୁ, କାହାର ଅନିଷ୍ଟ ନ କରନ୍ତୁ। ଏଇ ଯୋଉ ଭାବଧାରା, ଏଇ ଭାବଧାରାଟା ହଉଛି ଧର୍ମ।
ଧର୍ମର ଅର୍ଥ ନୁହଁ ମନ୍ଦିର ତୋଳିବା, ଯଜ୍ଞ କରିବା, ପୂଜାପାଠ କରିବା, ଲମ୍ ବହି ପଢିବା, ମାଳା ତିଳକ କରିବା, ବେଶଭୂଷାରେ ରହିବା ଧର୍ମ ନୁହେଁ। ଧର୍ମ ସେ କଥା ବ୍ୟାସଦେବ ସ୍ପଷ୍ଟ ଭାବରେ ଶୁକଦେବଙ୍କୁ ବୁଝେଇକିରି କହିଛନ୍ତି, ପାପାୟ ପରପୀଡ଼ନଂ ପରୋପକାରାୟ ସ୍ୱର୍ଗାୟ। ପାପାୟ ପରପୀଡ଼ନଂ ପରୋପକାରାୟ ସ୍ୱର୍ଗାୟ। ଅନ୍ୟକୁ ବିନା କାରଣରେ ଯନ୍ତ୍ରଣା ଦେବା ବା ଅନ୍ୟର ଅନିଷ୍ଟ କରିବା ହେଉଛି ପାପ, ଅନ୍ୟକୁ ଉପକାର କରିବା ହେଉଛି ସ୍ୱର୍ଗବାସ ପୁଣ୍ୟ। ସରିଲା ଏତିକି କଥା। ଏତିକି କଥାରୁ ଆମକୁ ଶିଖିବାକୁ ହବ, ଯଦି ମୁଁ ଅନ୍ୟର ମଙ୍ଗଳ କରିପାରୁନି ଅମଙ୍ଗଳ କରିବିନି। ସରିଲା ତ କଥା। ଏତେ କଥା କାହିଁକି? ନିରବତା ହଉଛି ଏତିକି। ଏବଂ ଆମର ଯୋଉ ବୁଦବୁଦ ଘଟୁଛି, ଆମେ ମଝିରେ ମଝିରେ ଭଲ ହଉଛୁ, ପୁଣି ଖସି ଯାଇକି ଖରାପ ଟିକେ ହଉଛୁ, ତାର କାରଣ ହଉଛି ଆମେ ପୂର୍ବ ଜନ୍ମରେ ଯୋଉ ଯୋଉ କର୍ମ କରିଛୁ, ସେ କର୍ମରେ ଯୋଉ ବ୍ଲକେଜ ଅଛି, ଛୋଟ ମୋଟ ତ୍ରୁଟି, ଆମେ ବଢି ବଢି ଧାର୍ମିକ ହେଇ କିଛି ବାଟ ଯିବୁ, ମଝିରେ ପୁଣି ହରିଜନ ହେଇଯିବୁ, ବ୍ରାହ୍ମଣ ହେଇଯାଉଥିବୁ ପୁଣି ଚଣ୍ଡାଳ ହେଇଯିବୁ, ଟିକେ ରାମ ହେଇଯାଉଥିବୁ ଟିକେ ରାବଣର ଗୁଣ ହେଇଯିବ। ୟାର କାରଣ ହେଲା ଆମେ ପୂର୍ଣ୍ଣ ବ୍ରହ୍ମ ନୁହଁ, ଆମ ପାଖେ ପୂର୍ଣ୍ଣତା ନାହିଁ। ପୂର୍ଣ୍ଣ ବ୍ରହ୍ମଙ୍କୁ ଆମେ ଉପାସନା କରି ପୂର୍ଣ୍ଣ ବ୍ରହ୍ମ ହବାକୁ ଚାହୁଁଛୁ, ଅର୍ଥ ବ୍ରହ୍ମଲୀନ। ବ୍ରହ୍ମଲୀନ ଆମ ଭିତରେ ଯଦି କେହି ଜଣେ ହୁଏ, ତାକୁ କୁହାଯାଏ କଣ? ଜନ୍ମ ମୃତ୍ୟୁ ଚକ୍ରରୁ ସେ ମୁକ୍ତ ହେଲା, ଆଉ ଜନ୍ମ ନବନି। ତେଣୁ ଆମେ ପୂର୍ଣ୍ଣ ବ୍ରହ୍ମ ନୁହଁ, ଆମର ଦୁଷ୍କୃତ ରହିଛି ପୂର୍ବ ଜନ୍ମର। ତେଣୁ ଏ ଜନ୍ମରେ ମୁଁ ଯେତେ ଭଲ କଥା, ମିଠା କଥା, ଧର୍ମ କଥା କହିଲେ ମଧ୍ୟ ମଝିରେ ମୋ ଭିତରେ, ମୋରି ପରି ଜଗତ ଭିତରେ ଯେତେ ଲୋକ, ସମସ୍ତଙ୍କ ଭିତରେ ବି ଟିକେ ମନ୍ଦ ଗୁଣ ମଝିରେ ମଝିରେ ସୃଷ୍ଟି ହବ। ସେ ମନ୍ଦ ଗୁଣଟି ହଉଛି କାଳ ବା ମାୟା। କାଳ ସମସ୍ତଙ୍କୁ ଗ୍ରାସ କରେ, ମାୟା ସମସ୍ତଙ୍କୁ ଗ୍ରାସ କରେ, ସେ ଦେବତା ହେଲେ ମଧ୍ୟ। ତେଣୁ ଆମେ ସେଥିରୁ ବାଦ ଯାଉନୁ। ତେଣୁ ସେଇ ଦୋଷ ତ୍ରୁଟିକୁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବାକୁ ହବ, ହେ ପ୍ରଭୁ ମୁଁ ମଧ୍ୟ ନିର୍ଦ୍ଦୋଷ ନୁହେଁ, ମତେ କ୍ଷମା କରନ୍ତୁ, ମତେ ଟିକେ ନିର୍ଦ୍ଦୋଷୀ ହେଇ ବଞ୍ଚିବାର ସୁଯୋଗ ଦିଅନ୍ତୁ। ମୋ ଦୋଷକୁ ମତେ ସ୍ୱୀକାର କରିବାକୁ ହବ। ମୁଁ ନିର୍ଦ୍ଦୋଷ ନୁହଁ, ମୁଁ ମଧ୍ୟ କୋଉଠି କେମିତି ଟିକେ ଦୋଷ ତ୍ରୁଟି ମୋର ହଉଛି। ତେଣୁ ମୁଁ ପୁରା ନିର୍ଦ୍ଦୋଷ ହେଇପାରୁନି, ପ୍ରଭୁ ମତେ ଆପଣ କୃପା କରନ୍ତୁ, ମୁଁ ଟିକେ ନିର୍ଦ୍ଦୋଷ କେମିତି ହେବି, ନିର୍ଭୁଲ କେମିତି ହେବି। ପ୍ରାର୍ଥନା ତ ଏତିକି। ପ୍ରାର୍ଥନାର ଅର୍ଥ ହେଲା ଯେ ମତେ ଧନ ଦିଅ, ଜନ ଦିଅ ନୁହେଁ, ମତେ ଗୋଟେ ସ୍ଥିତି ଦିଅ, ଯୋଉ ସ୍ଥିତିଟା ଆନନ୍ଦମୟ ସ୍ଥିତି, ଅନ୍ୟର ମଙ୍ଗଳକାରକ ସ୍ଥିତି। କଥାଟା ଏତିକି। ଯୋଉ ବ୍ୟକ୍ତି ସମାଜର ମଙ୍ଗଳକାରକ ଭାବରେ ପାଦ ବଢାଏ ସମାଜରେ, ସେଇ ତ ପୂଜା ପାଏ। ଏଥିରେ କିଛି କହିବାର ନାହିଁ। ଏବଂ ଯାହାଙ୍କ ପାଖରେ ଈଶ୍ୱରଙ୍କର ଶକ୍ତି ଥାଏ, ଅବତରଣ ହେଇଥାଏ, ସେ ନିଜେ ଜାଣି ନାହାନ୍ତି ତାଙ୍କ ପାଖେ କେତେ ଶକ୍ତି ଅଛି, କିନ୍ତୁ ତାଙ୍କ ପାଖରେ ଗୁଡ ଜାଣେନି ଯେ ସେ ମିଠା କେତେ, କିନ୍ତୁ ପିମ୍ପୁଡି ତା ଚାରିପଟେ ବେଢିକି ରହେ। ଗୁଡ ନିଜେ ଜାଣିନି ସେ ମିଠା ବୋଲି। କଥାଟା ବୁଝୁଛନ୍ତି ତ? କିନ୍ତୁ ପିମ୍ପୁଡି ହଉଛି ଜୀବ, ତାର ଗୋଟେ ଚେତନା ଅଛି। ଗୁଡ ଗୋଟେ ଜୀବ ନୁହେଁ, ଗୁଡ ହଉଛି ଜଡ। ତେଣୁ ଜଡ ଓ ଜୀବ ଭିତରେ ଯୋଉ ତଫାତ୍, ସେ ତଫାତଟି କଣ ନା, ଗୁଡ ନିଜେ ଗୁଡ ହେଲେ, ମିଠା ହେଲେ ମଧ୍ୟ ଗୁଡ ଯେହେତୁ ଜଡ, ସେ ନିଜେ ଜାଣିନି ସେ ମିଠା ବୋଲି। ତେଣୁ ପିମ୍ପୁଡି ଯେହେତୁ ଗୋଟେ ଚେତନ ଶକ୍ତି, ସେ ଜାଣିଛି ଏହା ମିଠା, ମୁଁ ଖାଇବାକୁ ହବ, ତେଣୁ ସେ ଖାଉଛି। ତେଣୁ ଜଡ ଚେତନର ଏଇ ଯୋଉ ଫରକ ରହୁଛି, ସେଇ ଜଡ ପ୍ରବୃତ୍ତିରୁ ପ୍ରଭୁ ମତେ ମୁକ୍ତ କର, ମତେ ଚେତନ ପ୍ରବୃତ୍ତିକି ନିଅ। ସେ ଚେତନ ପ୍ରବୃତ୍ତି ମତେ କାହା ସାଙ୍ଗେ ମିଶେଇବ ନା, ଭଗବାନଙ୍କର ଯୋଉ ଦିବ୍ୟ ସତ୍ତା, ତାରି ଆଡିକି ନବ। ଚେତନ ଜାଗ୍ରତ ହେଲେ ଆପଣ ଦିବ୍ୟ ସତ୍ତାକୁ ଅନୁଭବ କରିବେ। ତେଣୁ ମୋ ପାଖରେ ଈଶ୍ୱରଙ୍କର କେତେ ଶକ୍ତି ଅଛି ମୁଁ ନିଜେ ଜାଣିନାହିଁ, କାରଣ ମୋ ପାଖେ ଜଡତା ରହିଛି। ତେଣୁ ମୋ ଚାରିପଟେ ଯୋଉ ପିମ୍ପୁଡି ପରି ଅନ୍ୟମାନେ ବେଢୁଛନ୍ତି, ସେମାନେ ମୋଠୁ ଅଧିକ ଚେତନ, ମୁଁ ତାଙ୍କଠୁ ଅଧିକ ଜଡ। ଏଇଟାକୁ ସ୍ୱୀକାର କରିବାକୁ ହବ। ଯଦି ମୁଁ ଚେତନ ହୁଅନ୍ତି, ମୁଁ ଯାଇକି ଯୋଉଠି ଗୁଡ ଅଛି ସେଠି ପହଞ୍ଚନ୍ତି, ଅର୍ଥ ଈଶ୍ୱରଙ୍କ ପାଦ ତଳେ ମୁଁ ଥାନ୍ତି। ମୋ ପାଦ ତଳେ ଯୋଉମାନେ ଅଛନ୍ତି ସେମାନେ ପିମ୍ପୁଡି, ମୁଁ ହଉଛି ଗୁଡ, ଅର୍ଥ ମୁଁ ଜଡ, ସେମାନେ ଚେତନ। ସେମାନେ ମତେ ଚିହ୍ନି ପାଇଲେ ବୋଲି ମୋ ପାଖକୁ ଆସିଛନ୍ତି, ମୁଁ ଚିହ୍ନି ପାରୁନି ବୋଲି ଯାହା ପାଖକୁ ଯିବା କଥା ଯାଉନି।
ଏଟାକୁ ସ୍ୱୀକାର କରିବାକୁ ହବ। ତେଣୁ ଆପଣ ବୁଝି ହିଁ ପାରିବେନି ଯେ ଆପଣ କେତେ ଶକ୍ତିଶାଳୀ। ଭଗବାନ ସେ ତତ୍ତ୍ୱଟାକୁ ଦେଇକି ଛାଡିଛି ମଣିଷକୁ। ଯଦି ମନୁଷ୍ୟ ନିଜକୁ ବୁଝିପାରିବ ଯେ ମୁଁ ସ୍ୱୟଂ ପରମ ବ୍ରହ୍ମଙ୍କର ସତ୍ତା, ମୁଁ ମଧ୍ୟ ଗୋଟେ ଶକ୍ତି, ତାହେଲେ ସେ ବହୁତ କିଛି କରିପାରିବ। ଯିଏ ବୁଝିପାରିଛି ଯେ ଅହମ୍ ବ୍ରହ୍ମାସ୍ମି, ମୁଁ ହିଁ ବ୍ରହ୍ମ, ସେ ବହୁତ ଆଗରେ ଅଛି। ସେଇ ଚେତନ ତାର ଜାଗ୍ରତ ହେଇଛି। ଯିଏ ବୁଝୁଛି ମୁଁ ନିମିତ୍ତ, ମୁଁ ଅଧମ, ମୁଁ ଅଜ୍ଞାନୀ, ସେ ସେଇଆ ହେଇକି ରହିଛି। ଏବଂ ଯୋଉମାନେ ମାୟାରେ ପଡ଼ିଛନ୍ତି, କାମିନୀ ଆଉ କାଞ୍ଚନ ହଉଛି ସର୍ବଶ୍ରେଷ୍ଠ ମାୟା ସମାଜର। ଯେମିତି ଦ୍ରୋଣ ଏବଂ ଭୀଷ୍ମ। ଜଣେ ଦ୍ରୋଣ ହଉଛି ଅଭ୍ୟାସ, ଭୀଷ୍ମ ହଉଛି ଅହଙ୍କାର, ଶକୁନି ହଉଛି ମାୟା। ଶକୁନି ମାୟାରେ ପଡିକି ମହାଭାରତ ସୃଷ୍ଟି ହେଲା। ଏ ମହାଭାରତ ସୃଷ୍ଟି କରିବା ପାଇଁ ଯୋଡାଏ ଡେଣା ତିଆରି ହେଲା। ଗୋଟାଏ ହଉଛି ଅଭ୍ୟାସ, ମୁଁ ଯାହା ଅଭ୍ୟାସ କରିଛି ତାକୁ ଛାଡିବିନି। କଣ? ମୁଁ ବ୍ରାହ୍ମଣ, ଏଇଟା ମୋର ଅଭ୍ୟାସ। କଣ? ମୁଁ ଜ୍ଞାନୀ, ଏଇଟା ମୋର ଅଭ୍ୟାସ। କଣ? ମୁଁ ବଳୁଆ, ଏଇଟା ମୋର ଅଭ୍ୟାସ। କଣ? ମୁଁ ଶ୍ରେଷ୍ଠ, ଏଇଟା ମୋର ଅଭ୍ୟାସ, ମୁଁ ଛାଡୁନି। ତେଣୁ ଦ୍ରୋଣ ହଉଛନ୍ତି ଅଭ୍ୟାସ, ଭୀଷ୍ମ ହଉଛନ୍ତି ଅହଙ୍କାର। ମୁଁ ମୋଟେ ନଇଁବିନି, ମୁଁ ଅମର। ଏଇ ଯୋଡିଏ ଡେଣାରେ ମହାଭାରତ ସମାପ୍ତ ହେଲା। ତେଣୁ ଅହଙ୍କାର କେତେବେଳେ ବିଲୋପ ହୁଏ? ନା ଯେତେବେଳେ ଶ୍ରୀଖଣ୍ଡୀ ଜନ୍ମ ନିଏ ରଥ ଉପରେ। ଶ୍ରୀଖଣ୍ଡୀ କିଏ? ନା ଯିଏ ନାରୀ ନୁହଁ କି ପୁରୁଷ ନୁହଁ। ନାରୀ ନୁହଁ କି ପୁରୁଷ ନୁହଁ କିଏ? ନା ଆତ୍ମା। ଆତ୍ମା କେବଳ ନାରୀ ନୁହଁ କି ପୁରୁଷ ନୁହଁ। ତେଣୁ ଆତ୍ମା ଯେହେତୁ ନାରୀ ନୁହଁ କି ପୁରୁଷ ନୁହଁ, ଆତ୍ମାକୁ କିଏ ମାରିପାରିବ? କେହି ମାରିପାରିବେନି। ଆତ୍ମା ଅନାହତ। ଅନାହତକୁ ଭୀଷ୍ମ ତ ମାରିପାରିବନି, ତେଣୁ ଶରତ୍ୟାଗ କରିବାକୁ ବାଧ୍ୟ। ତୀର ପ୍ରୟୋଗ କଲେ ବି ତ ଆତ୍ମାର କିଛି ହବନି ନା। କାହିଁକି ଅଯଥା ପରିଶ୍ରମ କରିବି? ବରଂ ଅସ୍ତ୍ର ତ୍ୟାଗ କରି ସରଶଯ୍ୟାରେ ଯିବି, ମୁକ୍ତି ହେଇଯିବି ପ୍ରଭୁଙ୍କ ଦ୍ଵାରା। ବୁଝନ୍ତୁ ତତ୍ତ୍ୱ, ମହାଭାରତରେ ହଉଛି ତତ୍ତ୍ୱ। ତେଣୁ ଅହଙ୍କାର କେତେବେଳେ ବିଲୋପ ହେଲା? ନା ଯେତେବେଳେ ଆପଣଙ୍କ ପାଖେ ଆତ୍ମିକ ଜ୍ଞାନ ସୃଷ୍ଟି ହେଲା, ଆତ୍ମା ଠିଆ ହେଲା, ଦେହ ନୁହେଁ, ଇନ୍ଦ୍ରିୟ ନୁହେଁ। ଆପଣଙ୍କ ପାଖେ କେତେବେଳେ ଅହଙ୍କାରର ବିଲୋପ ଘଟୁଛି? ନା ଯେତେବେଳେ ଆପଣ ଦେହ ବୋଧରୁ ମୁକ୍ତ ହେଇ ଆତ୍ମା ବୋଧରେ ଆଗକୁ ଯାଉଛନ୍ତି। ଦେହବୋଧ କେତେବେଳେ ଆପଣଙ୍କର ବିଲୋପ ହବ? ଆତ୍ମାବୋଧ ଜାଗ୍ରତ ହବ ଯେତେବେଳେ ଆପଣଙ୍କୁ ସଦ୍ଗୁରୁ ପ୍ରାପ୍ତ ହେବେ। ସଦ୍ଗୁରୁ ଯେତେବେଳେ ଆପଣଙ୍କର ସହସ୍ରାରେ ହାତ ରଖି ଶକ୍ତିକି ଆବାହନ କରିକି ଆପଣଙ୍କ ଦେହରେ ଶକ୍ତି ପ୍ରୟୋଗ ହବ, ସେତେବେଳେ ଆପଣଙ୍କର ଦେହବୋଧରୁ ଆପଣ ଆତ୍ମା ଦିଗରେ ଗତି କରିବେ ବାଧ୍ୟ। କାରଣ ସଦ୍ଗୁରୁ ଯଦି ଜଣେ ଗୁରୁଙ୍କୁ ବା ଜଣେ ଆତ୍ମାକୁ, ଜଣେ ମଣିଷକୁ ଆମେ ସଦ୍ଗୁରୁର ସତ୍ତା ଅଛି ବୋଲି ପରୀକ୍ଷା କେମିତି? ଯେତେବେଳେ ଜଣେ, ଏକଥା ଭାଗବତ କହିଛି, ଏଟା ଏକଦମ ସରଳ କଥା। ଯେତେବେଳେ ଜଣେ ଈଶ୍ୱର ସର୍ବଭୂତାନାଂ ବୋଲି ଦୃଢ ଭାବରେ ନିଜକୁ ପ୍ରତିଷ୍ଠା କରିବ, ତା ଆଖି ଆଗରେ ସମସ୍ତେ ଈଶ୍ୱରଙ୍କ ସତ୍ତା। ପିମ୍ପୁଡ଼ିଟିଏ ହଉ, ହାତୀଟିଏ ହଉ, ହରିଜନ ହଉ, ବ୍ରାହ୍ମଣ ହଉ, ସମସ୍ତେ ହିଁ ଆତ୍ମା। ଯେତେବେଳେ ସର୍ବମୟ ଗୁରୁ ଦେଖିବ, ସିଏ ସବୁରି ଭିତରେ ଜଣଙ୍କୁ ସେ ପ୍ରଣାମ କରୁଥିବ, ଗୁରୁମୟ ଭାବ, ବ୍ରହ୍ମମୟ ଭାବ, ସେ ହଉଛନ୍ତି ସଦ୍ଗୁରୁ। କିଏ ହଉଛନ୍ତି? ସେ ଲୋକଟି ଦେଖିବ ନା ଯାହାକୁ ଦେଖିବ? ଯିଏ ଦେଖୁଛି ନା ଯାହାକୁ ଦେଖୁଛି? ଯିଏ ଦେଖିବ ସମାଜକୁ ବ୍ରହ୍ମମୟ ଭାବେ, ସିଏ ହଉଛି ସଦ୍ଗୁରୁ। ତାକୁ ଆମେ ଏ ଲୋକ ଦେଖୁଛୁ ବୋଲି ଜାଣିବାକୁ, ହଁ, ସେ ଜଣା ପଡିବ ତା ଆଚରଣରୁ। ତା ଆଚରଣରୁ ଜଣା ପଡିବ ଯେ ସିଏ କେମିତି ଜାଣିବା? ତା ଆଚରଣ ଦୁଇଟି ପ୍ରକାର ତା ଆଚରଣରେ ସୃଷ୍ଟି ହବ। ସାତ୍ବିକତା ସୃଷ୍ଟି ହବ ତା ଆଚରଣରେ। କୁହନ୍ତୁ, ସାତ୍ବିକତା ସୃଷ୍ଟି ହବ ତା ଆଚରଣରେ। କଣ ସାତ୍ବିକତା ମାନେ? ସାତ୍ବିକ ସୃଷ୍ଟି ହବ। କୌଣସି ପ୍ରକାର ତାର ରାଜସିକ ଭାବ, ତାମସିକ ଭାବ ସୃଷ୍ଟି ହବ ନାହିଁ। ରାଜସିକ ଭାବ, ତାମସିକ ଭାବ ରହିବ ନାହିଁ। ତା ଭିତରେ ଗୋଟେ ସାତ୍ବିକତା ଭାବ ହବ। କଣ? ନା ତାର ରାଗ କ୍ରୋଧ କିଛି ହୃଦୟରେ ସୃଷ୍ଟି ହବ ନାହିଁ। ଅକ୍ରୋଧ ହବ ସିଏ। ଯିଏ ଅକ୍ରୋଧ, ସେଇଆକୁ ଆପଣ ଜାଣିବେ। ଅକ୍ରୋଧ କଣ? କ୍ରୋଧ କଣ?
ଆପଣ ମୁଁ ବି ମୋ ନାତିକି ଜାଡାଇ ମାରୁଛି, ଧମକ ଦଉଛି, ପିଟି ବି କହୁଛି। ମତେ ବି ଯିଏ କୌଣସି ପ୍ରକାର ଭୁଲ ଭଟକା କାର୍ଯ୍ୟ ମୁଁ ଦେଖୁଛି ତାଙ୍କୁ ମଧ୍ୟ ମୁଁ ଆକଟ କଲା ପରି କଥା କହୁଛି ବା ଧମକ ବି ଦଉଛି। ଏଇଟା ରାଗ ବା କ୍ରୋଧ ନୁହେଁ, ଆକୁ କୁହନ୍ତି କ୍ଷୋଭ। ସବୁ ଶବ୍ଦକୁ ଅତିକ୍ରମ କରିବାକୁ ହବ। ଶ୍ରୀମଦ ଭଗବତ ଗୀତାରେ ଗୋଟିଏ ଅଧ୍ୟାୟ ଅଛି, ତା ନାଁ ହଉଛି ଅକ୍ଷର ବ୍ରହ୍ମ ଯୋଗ। ଅକ୍ଷରକୁ ଅତିକ୍ରମ ଆପଣ ଯଦି ନ କରିବେ ଅଣାକ୍ଷର ଆଡ଼ିକେ ଆପଣ ଯାଇପାରିବେ ନାହିଁ। ଶ୍ରୀମଦ ଭଗବତ ଗୀତାର ଇଏ ହଉଛି ପଞ୍ଚମ ଅଧ୍ୟାୟର କଥା। ତେଣୁ ଆପଣ ଅକ୍ଷର ବ୍ରହ୍ମ ଯୋଗରେ ଆପଣ ଆଗକୁ ବଢିବାକୁ ହବ। ଅକ୍ଷର ବ୍ରହ୍ମ ଯଦି ଆପଣ ଅତିକ୍ରମ କରିବେ ଅଣାକ୍ଷର ଆଡ଼ିକି ଯିବେ, ସେତେବେଳେ ଆପଣଙ୍କର କ୍ରୋଧ ଅକ୍ରୋଧ ସବୁ ସୃଷ୍ଟି ହବ। କ୍ରୋଧ କଣ ନା, କ୍ରୋଧ ଯୋଉମାନେ ସାଧାରଣ ଜନତା ଇନ୍ଦ୍ରିୟ ଦ୍ଵାରା ପ୍ରଭାବିତ ସେମାନେ ହଉଛନ୍ତି କ୍ରୋଧୀ। ଯୋଉମାନେ ଇନ୍ଦ୍ରିୟାତୀତ ସେମାନେ କ୍ରୋଧୀ ନୁ କ୍ଷୋଭୀ, ଅର୍ଥ କ୍ଷୋଭ। ଯେ ତୁ ମୋ ନିଜ ପିଲାଟା, ତୁ କଣ ଏମିତି ଅନିଷ୍ଟ କାମ କରୁଛୁ? ତୁ ବ୍ରାହ୍ମଣ କୂଳରେ ଜନ୍ମ ହେଇକି ଅଣ୍ଡା କଣ ଖାଉଛୁ? ତୁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛୁ ମଦ କଣ ଖାଉଛୁ? ତୁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛୁ ବେବିଚାର କଥା କଣ କରୁଛୁ? ତୁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛୁ କର୍ମକାଣ୍ଡ ପୂଜା ପାଠ ବେଦଜ୍ଞ କାହିଁକି ହେଲୁ ନାହିଁ? ଏକଥା ପିତାମାତା କହିବେ, ଗୁରୁ ଗୁରୁଜନ କହିବେ ନିଜ ପିଲାକୁ। ୟାକୁ ଆପଣ ନେଇକିରି ଯଦି ସେ ରାଗିଲା ଏବଂ ଗୃହ ତ୍ୟାଗ କଲା ବା ଆତ୍ମହତ୍ୟା କରିଦେଲା, ଏ କଥାକୁ ନେଇକିରି ସେଥିରେ ପରିବାରର ଗୁରୁଜନ ମାନଙ୍କ ଉପରେ ଦୋଷ ଲାଗିବ ନାହିଁ, ନହେଲେ ହତ୍ୟା ଦୋଷ ଲାଗିଥାନ୍ତା। କାହିଁକି ନା ଏମାନେ ତାକୁ ଆକଟ କରିବା ଏମାନଙ୍କର ଧର୍ମ। ଏଇଟା କ୍ରୋଧ ନୁହେଁ, ଏଇଟା ହଉଛି ଅକ୍ରୋଧ ବା ଆକୁ କହନ୍ତି କ୍ଷୋଭ। ତେଣୁ ଏମିତି ଗୁଡାଏ ଶବ୍ଦ ରହିଛି ଯୋଉ ଶବ୍ଦକୁ ବୁଝିବାକୁ ହବ। ନାଇଁ ଏବଂ ଇଏ ସବୁ କଥା ବାହ୍ୟ, ଯୋଉ ସଦ୍ଗୁରୁକୁ ଜାଣିବା କହିଲି ପରା, ଶିଖିବା। ଆପଣ ବୁଝିପାରିଲେନି କି? ନା ଅକ୍ରୋଧ ନା ନୁହେଁ, ଅକ୍ରୋଧ ଯୋଉ ବ୍ୟକ୍ତି ସେ ହଉଛି ସଦ୍ଗୁରୁ। ଏବଂ ଅକ୍ରୋଧ କିଏ ଏବଂ ନିର୍ଲିପ୍ତ କିଏ? ଯୋଉ ଯିଏ କୌଣସିରେ ଲିପ୍ତ ହୁଏ ନାହିଁ, କୌଣସିରେ ନାଇଁ ଲିପ୍ତ ନୁହଁ। କୁହନ୍ତି ଶିଷ୍ୟ ତା ଗୁରୁ କହୁଛୁ ସଦ୍ଗୁରୁ, ସେ ବ୍ରହ୍ମା, ସେ ହେଲେ ଆମର ଈଶ୍ୱର, ଅମୁକ ବିଭିନ୍ନ କଥା ଶୁଣୁ, ବହୁତ ପିଠକୁ ଯାଉ। ଗୁରୁ ବ୍ରହ୍ମା ନୁହନ୍ତି, ବ୍ରହ୍ମା ଗୁରୁ। ନାଇଁ ସେ କହୁଛନ୍ତି ଶିଷ୍ୟ ମାନେ ନାଇଁ, ଶିଷ୍ୟ ମାନେ ଯାହା ଶୁଣୁଛୁ। କହୁଛନ୍ତି ଛାଡି ଦିଅନ୍ତୁ, ଆପଣ କଣ କହୁଛନ୍ତି କୁହନ୍ତୁ? ଆମେ କହୁଛୁ ସଦ୍ଗୁରୁର ଲକ୍ଷଣ କଣ, କେମିତି ସଦ୍ଗୁରୁର ଜାଣିବୁ ଲକ୍ଷଣ ସଦ୍ଗୁରୁ? ହେଲା ସିଏ ଅକ୍ରୋଧ ନିର୍ଲିପ୍ତ। ସେ ଏବଂ କଣ ସଦ୍ଗୁରୁ ହଉଛନ୍ତି ଅକ୍ରୋଧ ଏବଂ ନିର୍ଲିପ୍ତ, ଯୋଉମାନେ ଅନିତ୍ୟ କଥାରୁ ମୁକ୍ତ ହେଇ ନିତ୍ୟ କଥାରେ ରୁହନ୍ତି, ଯିଏ କେବଳ ସ୍ୱୟଂ। ନା ନା, ଆମେ ଏତିକି ଶୁଣିଛେ ଶାସ୍ତ୍ର ଲାଗୁ କହିବା କଥା, ସଦ୍ଗୁରୁ ସବୁ କରିପାରନ୍ତି। ଏହା ଠିକ ନା ଭୁଲ? ସଦ୍ଗୁରୁ ସବୁ କରିପାରନ୍ତି ନୁହଁ, ଜଗତରେ କୌଣସି ସ୍ଥୂଳ ଜଗତକୁ ଆସିଥିବା ବ୍ୟକ୍ତି ଗୁରୁ ରୂପରେ ସେ ସମସ୍ତ କଥା କରିପାରିବେ ନାହିଁ। କାହିଁକି? ମୁଁ ଆପଣଙ୍କୁ ଗୋଟିଏ ଉଦାହରଣ ଦଉଛି। ଗୋଟିଏ ତୀକ୍ଷ୍ଣ ଧାରପୂର୍ଣ୍ଣ ଖଡ୍ଗ ସବୁକୁ ଖଣ୍ଡନ କରିଦେଇପାରେ। ସବୁକୁ, ଜଗତରେ ଯେତେ କଥା ଅଛି, ଆଉ ଗୋଟେ ଖଡ୍ଗକୁ ବି ଖଣ୍ଡନ କରିପାରେ, କିନ୍ତୁ ନିଜକୁ ଖଣ୍ଡନ କରିପାରେ ନାହିଁ। ତେଣୁ କେହି ଜଣେ ପୂର୍ଣ୍ଣ ସ୍ଥୂଳ ରୂପରେ ହେବେ ନାହିଁ। ତେଣୁ ସଦ୍ଗୁରୁ ସିଏ ଯିଏ ସ୍ୱୟଂ ପରମାତ୍ମା ଆତ୍ମା, ସିଏ ହଉଛନ୍ତି ସଦ୍ଗୁରୁ। ସେ ହୃଦୟରେ ବାସ କରନ୍ତି, ସିଏ ଯୋଉ ବୁଦ୍ଧି ଯୋଗ ଦିଅନ୍ତି ସେଇ ଅନୁସାରେ କାର୍ଯ୍ୟ ହୁଏ। ଏବଂ କୌଣସି ସ୍ଥୂଳକୁ ଆପଣ ପୂର୍ଣ୍ଣ ବ୍ରହ୍ମ ଭାବରେ ଗ୍ରହଣ କରିପାରିବେ ନାହିଁ। ଆପଣଙ୍କ କଥାରେ କଣ ଟିକେ ବ୍ୟତିକ୍ରମ ହଉଛି? ନାଇଁ ପନ୍ଦେ ଆସୁଛନ୍ତି, ଆମେ କହୁଛୁ ସଦ୍ଗୁରୁ ସଦ୍ଗୁରୁ କହୁନାହାନ୍ତି ଆପଣଙ୍କ କି? କଥାବାର୍ତ୍ତା ଟିକେ କୋଉଠି ନେଟ୍ ପାଉନି। ନାଇଁ ନାଇଁ, ଏଇଟା ପୂର୍ଣ୍ଣ ଚିନ୍ତା ଖୁଣ୍ଟିବା। ହଁ, ଝାଇଁ ଝାଇଁ ହଉଛି ପରା। ହଉ କୁହନ୍ତୁ। ତିନିଟା ଖୁଣ୍ଟି ସେ ବର୍ତ୍ତମାନ ସଦ୍ଗୁରୁ ଯୋଉ କହୁଛନ୍ତି, ଆମେ ତା ବିଶ୍ୱାସ ହଉନି। ନାଇଁ ନାଇଁ, ବିଶ୍ୱାସ ଅବିଶ୍ୱାସ ସହିତ କିଛି କଥା ନାହିଁ। ଆପଣ ସବୁବେଳେ ଗୋଟିଏ କଥା ମୁଁ ଆପଣଙ୍କୁ, ପଦୀ ଯୋଉ କଥା କହିଲେ, ମୋ ସଦ୍ଗୁରୁ ହେଲେ ଅଚ୍ୟୁତାନନ୍ଦ ଆଉ ମହାପୁରୁଷ। କେହି ସଦ୍ଗୁରୁ ଆସିପାରିବେନି। ସଦ୍ଗୁରୁ ଜଣେ, ସେ ସ୍ୱୟଂ ଆପଣଙ୍କ ହୃଦୟରେ ଯିଏ ବାସ କରିଛନ୍ତି, ସରିଲା ତ ସେ ଜଗତ ଯାକର ହୃଦୟରେ ଯିଏ ଅଛନ୍ତି ସିଏ ହଉଛନ୍ତି ସଦ୍ଗୁରୁ। ଏବେ ଏବଂ ନିଜକୁ ଯିଏ ଗୁରୁ ନିଜକୁ ରୂପରେ, ନିଜକୁ ନାଇଁ ଶୁଣନ୍ତୁ ନିଜକୁ ଶୁଣନ୍ତୁ, ନାଇଁ ନିଜକୁ ଜାଣିଲେ ସରିଲା ନା, ଆଉ ତାପରେ ଅଛି କଣ? ଆଉ ତାପରେ କୋଉଠୁ ଆଇଲା? ଆଉ ସରିଲା ତ। ତା ପର କଥା ତ ନାହିଁ ମୋଟେ। ନିଜକୁ ଜାଣିଲେ ନିଜକୁ ସରିଲା। ଜାଣିବା ତ ସବୁଠୁ ବଡ କଥାଟା। ସରିଲା। ତା ଉପରେ ଆଉ କଥା ଆସିବ କୋଉଠୁ? ହଉ। କେବଳ ନିଜକୁ ଜାଣିବାକୁ ହବ ଯେ ମୁଁ ନାହିଁ, ସେ ଅଛି। ମୁଁ କିଏ? ହଁ ହଁ। ମୁଁ କିଏ ଫିଏ ଛାଡି ଦିଅନ୍ତୁ, ଏଗୁଡା ସବୁ ପିଲାଳିଆ ପ୍ରଶ୍ନ। ହୁଁ। ମୁଁ ନାହିଁ, ସେ ଅଛି। ସେ କରୁଛି, ମୁଁ କରୁନାହିଁ। ସେ ତ ଅଭିରାମ ପରମହଂସଙ୍କଠୁ କଣ ଆମେ ବଡ ଜ୍ଞାନୀ?
ସେ ପରା ନିଜେ କହିଛନ୍ତି ଜୀବ ହୋଇଅଛି ଯନ୍ତ୍ର ତୁମ୍ଭେ ସିନା ଯନ୍ତ୍ରୀ। ଜୀବ ହୋଇଅଛି ଯନ୍ତ୍ର, ଆମେ ସବୁ ଯନ୍ତ୍ର। ଆମର ମନକୁ ମନ ବାଡାଏନି, ପଥର ଭାଙ୍ଗେନି। ତାକୁ ଗୋଟେ ହାତ ଧରିକି ବାଡେଇବାରୁ ପଥର ଭାଙ୍ଗେ। ସେ ହାତ ବି ବାଡଉନି, ତା ଭିତରେ ପ୍ରାଣ ଶକ୍ତି ଚାଲୁଛି ବୋଲି ହାତଟା ଉଠୁଛି। ପ୍ରାଣ ଶକ୍ତିଟା ବି ମନକୁ ଚାଲୁନି, ତାକୁ ଜଣେ ଚଲଉଛି ବୋଲି ପ୍ରାଣ ଚାଲୁଛି। ଏବଂ ଯିଏ ଚଲଉଛି ସିଏ ଯେତେବେଳେ ପଳେଇବ ସେତେବେଳେ ସବୁ ସଫା। ତେଣୁ ଯୋଉମାନେ ସ୍ଥୂଳ ରୂପରେ ଗୁରୁ ଭାବରେ ଆସିଛନ୍ତି ସେମାନେ ପୂର୍ଣ୍ଣ ନୁହନ୍ତି, ତାଙ୍କ ପାଖେ ଟିକେ କମ ରହିବ। ଏବଂ ପୂର୍ଣ୍ଣ ହଉଛନ୍ତି ପରମାତ୍ମା। ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ଏପରିକି ଯଦି ପରମାତ୍ମା ରୂପରେ ଆପଣ ମହାଦେବଙ୍କ ତାଲିକାକୁ ନିଅନ୍ତି ତାହେଲେ ମଧ୍ୟ ସେ ଯୋଗାରୂଢ। ସେ କାହାକୁ ତ ଗୋଟେ ଧ୍ୟାନ କରୁଛନ୍ତି। ମହାଦେବ ତ କାହାକୁ ଧ୍ୟାନ କରୁଛନ୍ତି? ତାର ସେ ଲୋକଟା କିଏ? ସେ କିଏ?